ଆପଣମାନେ ଜାଣିଛନ୍ତି ଯଦି ମଣିଷର ପାଖରେ ଶାନ୍ତି ନାହିଁ, ଆନନ୍ଦ ନାହିଁ, ତାହେଲେ ସେ ମଣିଷ ନୁହେଁ। କାରଣ ଏ ମଣିଷ ଜନ୍ମ ହେଉଛି ଦୁର୍ଲଭ ଜନ୍ମ। এই ମଣିଷ ଜନ୍ମ ବହୁତ ତପସ୍ୟା ଫଳରେ, ସୁକର୍ମ ଫଳରେ ହିଁ ପରମାତ୍ମା ତାଙ୍କୁ ଦେଇଥାନ୍ତି ପ୍ରତ୍ୟେକ ମଣିଷ ଜନ୍ମ। କାହିଁକି ନା ଯେ ସେ ପରମାତ୍ମାଙ୍କୁ ବିଶ୍ୱାସ କରିବ ଏବଂ ପରମାତ୍ମାଙ୍କର ଜୟଗାନ କରିବ ଏବଂ ପରମାତ୍ମାଙ୍କୁ ଜୟଗାନ କରିବା ସହିତ ନିଜେ ଆନନ୍ଦରେ ରହିବ। କାରଣ ମଣିଷ ଯେତେବେଳେ ଆନନ୍ଦରେ ରହେ ସେତେବେଳେ ପରମାତ୍ମା ଆବିର୍ଭାବ ହୋଇଥାନ୍ତି ଏବଂ ପରମାତ୍ମା ବି ଆନନ୍ଦ ନେଇଥାନ୍ତି ଯେ ପ୍ରତ୍ୟେକ ସମୟରେ ହିଁ ଯେ ମଣିଷକୁ ସେ ଯେହେତୁ ସୃଷ୍ଟି କରିଛନ୍ତି ଆନନ୍ଦ ଦେଖି ହିଁ ପରମାତ୍ମା ଆନନ୍ଦିତ ହେଇଥାନ୍ତି। ଯେହେତୁ ପରମାତ୍ମା ଆପଣଙ୍କର ଜୀବନଦାତା ଅଟନ୍ତି, ବିନା ପରମାତ୍ମାଙ୍କର ଆପଣଙ୍କର ଜୀବନ ନାହିଁ। ତେଣୁ ଛୋଟ ଉଦାହରଣଟେ ଆପଣ ଅନୁଭବ କରିପାରିବେ, ଜାଣିପାରିବେ ଯେତେବେଳେ ଆପଣ ନିଶ୍ୱାସ ନେଉଛନ୍ତି ଫେର ନିଶ୍ୱାସକୁ ବି ଛାଡ଼ୁଛନ୍ତି, ନିଶ୍ୱାସ ନେଉଛନ୍ତି ଏବଂ ନିଶ୍ୱାସ ଛାଡ଼ୁଛନ୍ତି। ଦେଖନ୍ତୁ ଆପଣ ଏ ପରମାତ୍ମାଙ୍କର ସୃଷ୍ଟି, ଯାହା ନେଉଛନ୍ତି ଫେର ଛାଡ଼ୁଛନ୍ତି। ଆପଣ ନିଶ୍ୱାସ ନେବେ ଏବଂ ଛାଡ଼ିବେ, ଯଦି ଏହା ବନ୍ଦ ହେଇଯିବ ତାହେଲେ ମଣିଷ ରହିବ, ତାହା ଜୀବନ ରହିବ ରହିବ ନାହିଁ, କାରଣ ତ୍ୟାଗ କଲେ। ଆପଣ ଦେଖନ୍ତୁ ଖାଦ୍ୟ ଖାଉଛନ୍ତି, ଆଉ ଗୋଟେ ଛୋଟ ଉଦାହରଣ, ଆପଣ ଖାଦ୍ୟ ଖାଉଛନ୍ତି, ତାହା ବାହାରୁଛି ନିଶ୍ଚିତ, ତାହାର ତିଳେ ମାତ୍ର ସନ୍ଦେହ ନାହିଁ, ଏଇଟା ପରମାତ୍ମାଙ୍କର ସୃଷ୍ଟି। ଏ ମଣିଷକୁ ପରମାତ୍ମା ତିଆରି କରୁଛନ୍ତି ହାତରେ। ତେଣୁ ଆପଣମାନେ ସିନା କିଛି ଅଜ୍ଞାନଙ୍କ କଥା ବିଶ୍ୱାସ କରୁଥିବେ, ଯଦି ଭାବୁଥିବେ ଯେ ମଣିଷ ହେଉଛି ପରମାତ୍ମା, ତାହା ମିଥ୍ୟା ଅଟେ। ସେ ଜୀବିତ ହଉ ବା ମୃତ ମଣିଷ, ସେ ମଣିଷର ଶକ୍ତି ନାହିଁ ଏ ସଂସାରକୁ ସୃଷ୍ଟି କଲା ଭଳି। କାହିଁକି ଅଜ୍ଞାନ ମାନେ ଆଜି ପରମାତ୍ମାଙ୍କୁ ଅସମ୍ମାନ କରୁଛନ୍ତି ମଣିଷମାନଙ୍କୁ ପରମାତ୍ମା ବୋଲି କହି? କାରଣ ପରମାତ୍ମାଙ୍କର କୃପା ତାଙ୍କ ଉପରେ ନାହିଁ। ପରମାତ୍ମାଙ୍କର କୃପା ନଥିଲେ ପରମାତ୍ମାକୁ ଜାଣିବା, ପରମାତ୍ମାଙ୍କ ବିଷୟରେ ଆଲୋଚନା କରିବା, ପରମାତ୍ମାଙ୍କର ଆନନ୍ଦ ନେବା, ସେ ସୌଭାଗ୍ୟ ସେ ମଣିଷର ପାଇବ ନାହିଁ। କାହିଁକି? କାରଣ ହେଉଛି ଯେ ପରମାତ୍ମା ଯାହାକୁ ଜ୍ଞାନ ଦେଇଥାନ୍ତି, ଯାହାକୁ ଆନନ୍ଦ ଦେଇଥାନ୍ତି, ସିଏ ନିଜେ ଆନନ୍ଦ ନେବା ପାଇଁ। ତେଣୁ କିଛି ଅଜ୍ଞାନ ଆଜି ମଣିଷକୁ ଭଗବାନ କହି ଯାହା ଆଜି ସଂସାରରେ ପ୍ରଚାର ପ୍ରସାର କରି ପରମାତ୍ମାକୁ ଅସମ୍ମାନ କରୁଛନ୍ତି, ସେଥିରେ ବି ପରମାତ୍ମା ଆନନ୍ଦ ନେଉଛନ୍ତି, ହସୁଛନ୍ତି। କାହିଁକି? ମଣିଷ ଭଳି ଦୁର୍ଲଭ ଜନ୍ମ ପାଇ ନିଜକୁ ନିଜେ ନଷ୍ଟ କରିବା ସହିତ ଏ ସମାଜକୁ ଅଜ୍ଞାନର ବାର୍ତ୍ତା ଦେଇ ଆନନ୍ଦ ନେଉଛ କହି ହସୁଛନ୍ତି। ତେଣୁ ପରମାତ୍ମା ତ ସମସ୍ତଙ୍କର, ଯେହେତୁ ସେ ଜୀବନଦାତା ଅଛନ୍ତି, ସେ ଶରୀରଦାତା ଅଛନ୍ତି, ସେ ଆତ୍ମଦାତା ଅଛନ୍ତି, ଯେଠି ହିଁ ବିନା ପରମାତ୍ମାଙ୍କର ତ ଜୀବନ ମଣିଷର ନାହିଁ। ଆପଣମାନେ ଜୀବିତ ରହିବା ପାଇଁ ନିଶ୍ୱାସ ନେଉଛନ୍ତି, ନିଶ୍ୱାସ ଛାଡ଼ୁଛନ୍ତି, ଖାଦ୍ୟ ଖାଉଛନ୍ତି ଶରୀର ପାଇଁ, ଫେର ସେ ଖାଦ୍ୟ ବି ବାହାରି ଯାଉଛି। ତେଣୁ ଠିକ୍ ସେପରି ଯଦି ଆପଣ ପରମାତ୍ମା ଯେହେତୁ ଜୀବନ ଦେଇଛନ୍ତି, ପରମାତ୍ମା ହେଉଛନ୍ତି ଆପଣଙ୍କର ଜୀବନଦାତା, ଯେହେତୁ ଦେଇଛନ୍ତି ତାଙ୍କ ପାଇଁ ଆପଣ କରୁଛନ୍ତି, ତାହା ହିଁ ବଡ଼ ପ୍ରଶ୍ନ। ଯେଉଁମାନେ ପରମାତ୍ମାଙ୍କୁ ସେଭଳି କିଛି ଆନନ୍ଦ ଦେଉନାହାନ୍ତି, ଯେହେତୁ ସେ ଜୀବନଦାତା, ଯଦି ଆପଣ ନିଶ୍ୱାସ ନେଉଛନ୍ତି, ନିଶ୍ୱାସ ଛାଡ଼ୁଛନ୍ତି, ଖାଦ୍ୟ ଖାଉଛନ୍ତି, ଖାଦ୍ୟ ବାହାରୁଛି, ଯେ ଆପଣଙ୍କୁ ଜୀବନ ଦେଇଛି, ତାଙ୍କୁ ଆପଣ କ'ଣ ଦେଉଛନ୍ତି? ତାହା ହିଁ ବଡ଼ ପ୍ରଶ୍ନ। ସେଇଟାରେ ହିଁ ଆନନ୍ଦ ମିଳେ। ଯଦି ଆପଣଙ୍କୁ ଯେହେତୁ ପରମାତ୍ମା ଦେଇଛନ୍ତି, ଆପଣ ଜୀବନ ପାଇ ଆଜି ଏ ସଂସାରରେ ଲୀଳାଖେଳା କରୁଛନ୍ତି, ପରମାତ୍ମାଙ୍କୁ କୃପା ବଳରେ ପରମାତ୍ମାକୁ ଆପଣ ଦେବାକୁ ଚେଷ୍ଟା କରନ୍ତୁ। ଆପଣମାନେ ଯାହା ପରମାତ୍ମାକୁ ଦେବେ ତାହା ତୋର କୌଣସି ପଇସା ପଡ଼େନି ନା। କାହିଁକି ନା ଶରୀର ବି ଆପଣଙ୍କୁ ବିନା ମୂଲ୍ୟରେ ମିଳିଲା। ଶରୀର ଆସିଲା ପରେ ଆପଣ ଖାଦ୍ୟ ଖାଇଲେ, କିନ୍ତୁ ଶରୀର ବି ଆପଣଙ୍କର ବିନା ମୂଲ୍ୟରେ ମିଳିଛି ନା। ତାହା ସୃଷ୍ଟି ପରମାତ୍ମାର ନା। ଯେଉଁ ପଞ୍ଚଭୂତର ଶରୀର ଆପଣଙ୍କର ଜଳ, ବାୟୁ, ଆକାଶ, ଅଗ୍ନି, ମାଟି, ଏଇ ଯେଉଁ ପଞ୍ଚଭୂତର ଶରୀର ତ ପରମାତ୍ମାଙ୍କର। ଆତ୍ମା ବି ପରମାତ୍ମାର, ବିଭୂତିର ଶକ୍ତି ଆତ୍ମା ବି ପରମାତ୍ମାଙ୍କ ସୃଷ୍ଟି। ଆପଣଙ୍କ ଶରୀର ଭିତରେ ସେ ଯେଉଁ ଦେଇଥାନ୍ତି, ଆତ୍ମା ବି କିଛି ଖାଏନି ଆପଣଙ୍କର। ଆପଣ ପରୀକ୍ଷା ଦେଖନ୍ତୁ, ଯଦି ଆତ୍ମା ଖାଆନ୍ତା ତାହେଲେ ତ ଆଜି ପରମାତ୍ମାକୁ ଆପଣ ବି ଅସମ୍ମାନ କରନ୍ତେ ନା। ପରମାତ୍ମା ଯେହେତୁ ଜୀବନ ଦେଇଛନ୍ତି, ଯଦି ଆପଣଙ୍କୁ ଜୀବନ ପାଇଲା ପରେ ପରମାତ୍ମାଙ୍କୁ ଆପଣ ବିଶ୍ୱାସ ନ କରିବେ, ଅସମ୍ମାନ କରିବେ, ବିଭିନ୍ନ ପ୍ରକାର ଅଜ୍ଞାନତା ମନରେ ସୃଷ୍ଟି କରି ମଣିଷଙ୍କୁ ଭଗବାନ କରିବେ, ତାହେଲେ ଆପଣଙ୍କର ଆନନ୍ଦତା ଆସିବ କିପରି? କାରଣ ଯେହେତୁ ସେ ଜୀବନଦାତା ନା। ଆପଣଙ୍କର ମନରେ କୌଣସି ପ୍ରଶ୍ନ ଯଦି ଆସିବ ପରମାତ୍ମା କାହିଁକି ଜୀବନଦାତା ବୋଲି କହୁଛନ୍ତି, ଆପଣ ମନରେ ଯେକୌଣସି ପ୍ରଶ୍ନ ଆପଣ ପାଇପାରିବେ ଯେ କେବଳ ପରମାତ୍ମାଙ୍କ ଜୀବନଦାତା, କେବଳ ଆପଣ ପରମାତ୍ମା ଜୀବନଦାତା ଅଟନ୍ତି। ତେଣୁ ଆପଣମାନେ କ'ଣ କରନ୍ତୁ ନା, ପ୍ରତ୍ୟେକ ତ୍ୟାଗ ସହିତ ପରମାତ୍ମା ଯେହେତୁ ଜୀବନ ଦେଇଛନ୍ତି ସେଭଳି କିଛି ତ୍ୟାଗ ସମର୍ପଣ କରନ୍ତୁ ପରମାତ୍ମାକୁ, ଯାହାକି ଆନନ୍ଦ ପାଇବେ।